ସାଙ୍ଗମାନେ କେମିତି ଅଛନ୍ତି? ଆଶା କରୁଛି ଆପଣମାନେ ଭଲରେ ଥିବେ। ତ ଆଜି ବହୁତ ଦିନ ପରେ ଆଜି ମୁଁ ଗୋଟେ ଲଙ୍ଗ୍ ବ୍ଲଗ୍ କରୁଛି। ଆଜିକାଲି ଯେଉଁ ପିଢ଼ିମାନେ ମଦ ସିଗାରେଟ୍ ଗଞ୍ଜେଇ ଖାଇକି ଜୀବନକୁ ନଷ୍ଟ କରିବାକୁ ଯାଉଛନ୍ତି ସବୁ, ଆଜି ଗୋଟେ କଥା ମନେ ପଡ଼ିଲା ଯେ ଏବେ ମଦ ସିଗାରେଟ୍ ଗଞ୍ଜେଇ ଆଉ କିଛି ବି ନିଶା ଅଛି ଯେଉଁମାନେ କିଛିର ମାନେ ନଥିବ ଯେ ତାକୁ ସେମାନେ ଚାହୁଁଛନ୍ତି। କିଏ ଚାହୁଁଛି ତ କହୁଛି ଅଧିକ ଖୁସିରେ ମଦ ପିଉଛି, କିଏ କହୁଛି ମୁଁ ଅଧିକ ଦୁଃଖରେ ମଦ ପିଉଛି, କିଏ କହୁଛି ମୋତେ କାମ ଟେନସନ୍ ପ୍ରେସର୍ ଅଛି ତା ପାଇଁ ମଦ ପିଉଛି। ଆଜିକାଲି ତ ଗୋଟେ ଏମିତିକା ଜିନିଷ ହେଲାଣି ଯେ ସବୁ ସେ ଜୀବନ ଶୈଳୀକୁ ଯାଉଛି। ତମ ଜୀବନ କେମିତି ବଞ୍ଚିବ? ମଦ ଦ୍ୱାରା ହିଁ ବଞ୍ଚିବ। ଆଉ ଜୀବନ ଗଲାବେଳେ ସେ ମଦ ହିଁ ନେଇକି ଯିବ। କ'ଣ କରିବ? ଆଜିକାଲି ପିଢ଼ିର ପିଲାମାନେ ଯିଏମାନେ ମୋଠୁ ସବୁ ଛାଡ଼, ମୋଠୁ ବହୁତ ସାନ ପିଲା, ସେମାନେ ଦିନକୁ 5-6ଟା ସିଗାରେଟ୍ ଆଣୁଛନ୍ତି। ତାଙ୍କ ମୁଣ୍ଡରେ କ'ଣ ଟେନସନ୍? ସେମାନେ ସିଗାରେଟ୍ ଟାଣିକି ତାଙ୍କ ଜୀବନକୁ ଏବେ ତ ନୂଆ ନୂଆ ଟାଣୁଛନ୍ତି, ତାଙ୍କୁ ତ ମଜା ଲାଗୁଛି। ଆଉ ଯେତେବେଳେ ସଜା ଯିବ ସେତେବେଳେ ମନେ ପଡ଼ିବ ଯେ କାହିଁ ଏଇଟା ଟାଣୁଥିଲି। ଏବେ ଯେମିତି ଓଡ଼ିଆ ଫିଲ୍ମର ସବୁ ଅଭିନୟ କରୁଥିଲେ ଯେଉଁମାନେ ସବୁ ଏକା ସେ ନିଶାମୁକ୍ତ ହେଇକି ତାଙ୍କ ଜୀବନ ଯାଉଛି, ତାପରେ ବି ସେମାନେ ଭାବୁଛନ୍ତି ମୁଁ ଏଇଟା କରିଥିଲି ବୋଲି। ଆଜିକାଲି ଆଉ ଭାବିଲେ କିଛି ନାହିଁ, ଯେଉଁ ଜିନିଷ ହେଇଗଲା ଆଉ ଭାବିଲେ କିଛି ବି ହେବନି। ଯେଉଁଟା ଜୀବନ ଯିବାର ଥିବ ସେତେବେଳେ ଭାବିଲେ କ'ଣ ହେବ? ସେତେବେଳେ ଯଦି ଭାବିଥାନ୍ତା ଏଇଟା ମୁଁ ଟାଣି ନଥାନ୍ତି, ଆଜି ନିଜ ଦେହଟା ବି ଭଲ ଥାନ୍ତା। କ'ଣ କରିବା? ଭଗବାନ କେଉଁ ବାଟେ ହେଲେ ତ କେଉଁ ବାଟେ ନେବ, ସେଇଟା ତ ସମସ୍ତେ ଜାଣିଛନ୍ତି। କିନ୍ତୁ ମଦ ପିଇକି ସିଗାରେଟ୍ ଟାଣିକି ଏ ବାଟରେ ଗଲେ ତ ଲୋକମାନେ କହିବେ ନା ସେଇଟା ମଦ ପିଉଥିଲା ସିଗାରେଟ୍ ଟାଣୁଥିଲା ଅଧିକ ବୋଲି ଚାଲିଗଲା। କେହି କହିବେନି ଯେ ତା'ର ଆୟୁଷ ଥିଲା। ଲୋକଙ୍କ ମାଇଣ୍ଡରେ ତ ବହୁତ ପ୍ରକାର କିଛି ଆସିବ। ତ କ'ଣ କରିବା? ଶୁଣିବାକୁ ତ ପଡ଼ିବ ନା। ସେଥିଲାଗି ଯେଉଁ ସବୁ ପିଢ଼ିମାନେ ସିଗାରେଟ୍ ଟାଣୁଛନ୍ତି, ମଦ ପିଉଛନ୍ତି, ଟିକେ ଟାଣୁଛ ଲିମିଟ୍ରେ ଟାଣ, ନହେଲେ ଯଦି ଆହୁରି ଟାଣିବନି ତ ଆହୁରି ବଢ଼ିଆ। କିନ୍ତୁ କାହାକୁ କହିଦେଲେ ତ ଛାଡ଼ି ହୁଏନି ନା, ଯାହାର ଅଭ୍ୟାସ ଥିବ ସେ ଟାଣିବ। ଆଉ କ'ଣ କହିବ ଆଜିକାଲିର ପିଢ଼ିର କଥା? ଓକେ, ଟାଟା ବାଏ ବାଏ। ଏତିକି କଥା ଥିଲା ମୋର।